12 ବର୍ଷ ପରେ ଗଜଲକ୍ଷ୍ମୀ ଜଗକେଶରୀ ରାଜଯୋଗ। 6 ରାଶି ହେବେ ମାଲାମାଲ, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ 2025ରେ ଗୁରୁ ଓ ଶୁକ୍ର ଏକାଠି ହେବାକୁ ଯାଉଛନ୍ତି। ଏହା ସହ ଗୁରୁ ଗ୍ରହ 3ଟି ରାଶିରେ ମଧ୍ୟ ଚଳନ କରିବେ। ଗୁରୁ ଗ୍ରହ ଗୋଟିଏ ରାଶିରେ ସାଧାରଣତଃ 12 ମାସ ପର୍ଯ୍ୟନ୍ତ ରହିଥାନ୍ତି। ମାତ୍ର ସିଧା ଓ ଓଲଟା ଚଳନ ହେତୁ 2025ରେ ବୃଷ, ମିଥୁନ ଓ କର୍କଟ ରାଶିରେ ରହିବେ। ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସହ ଗଜକେଶରୀ ଯୋଗ ମଧ୍ୟ ସୃଷ୍ଟି ହେବ। ଏହିଭଳି 12 ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି। ଏହି ରାଜଯୋଗ ଫଳରେ 6 ରାଶି ବ୍ୟକ୍ତିବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ଆସନ୍ତୁ ଜାଣିବା କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ। ମେଷ ରାଶି। ଏହି ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଗଜଲକ୍ଷ୍ମୀ ରାଜଯୋଗ ଫଳରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତିର ଯୋଗ ସହ ଆର୍ଥିକ ସ୍ଥିତି ମଜବୁତ ହେବ। ପ୍ରତ୍ୟେକ କ୍ଷେତ୍ରରେ ଇଚ୍ଛା ଅନୁଯାୟୀ ସଫଳତା ମିଳିବ। ବୃଷ ରାଶି। ଏହି ରାଶି ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଉନ୍ନତି ସହ ନୂଆ ସମ୍ପତ୍ତି କିଣିବାର ଯୋଗ ରହିଛି। ପରିବାରରେ ହସ ଖୁସି ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ମଧ୍ୟ ଶୁଭଫଳ ମିଳିବ। ସିଂହ ରାଶି। ଏହି ରାଶି ବ୍ୟକ୍ତିବିଶେଷଙ୍କ କର୍ମକ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିବେ। ମାନ ସମ୍ମାନ ବୃଦ୍ଧି ହେବ। ଅନେକ କ୍ଷେତ୍ରରେ ସଫଳତା ଓ ଶୁଭଫଳ ମିଳିବ। ତୁଳା ରାଶି। ବ୍ୟବସାୟୀ ବିଭିନ୍ନ ଦିଗରୁ ଲାଭବାନ ହେବେ। ବଡ଼ ସଫଳତା ମିଳିବ। ଟଙ୍କା ନିବେଶ କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଧନୁ ରାଶି। ଏହି ରାଶି ବ୍ୟକ୍ତିବିଶେଷଙ୍କୁ ଜବରଦସ୍ତ ଲାଭ ମିଳିବ। ବ୍ୟବସାୟରେ ଖୁବ୍ ଉନ୍ନତି ହେବ। ଜୀବନରେ ଉନ୍ନତି ହେବ। ଅନେକ କ୍ଷେତ୍ରରେ ଲାଭ ମିଳିବା ସହ କର୍ମକ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। ମୀନ ରାଶି। ଏହି ରାଶିଙ୍କ ପାଇଁ 2025ରେ ଗଜଲକ୍ଷ୍ମୀ ରାଜଯୋଗ ଶୁଭ ଓ ଲାଭକାରୀ ହେବ। ଚାକିରି ବ୍ୟବସାୟରେ ଜଡ଼ିତ ଲୋକେ ଆର୍ଥିକ କ୍ଷେତ୍ରରେ ମଜବୁତ ହେବେ। ଧନ ସମ୍ପତ୍ତି ବୃଦ୍ଧି ହେବ। ମାନସିକ ଶାନ୍ତି ମିଳିବ। ସୁଖ ସମୃଦ୍ଧି ବୃଦ୍ଧି ହେବ।